ଜାଣିଛନ୍ତି ଆମ ଓଡ଼ିଶାର ଯୁବକ ଯୁବତୀ ମାନେ ବାହାରେ ଯାଇ ଦାଦନ ଖଟି ପାରିବେ, କିନ୍ତୁ ଯେଉଁମାନେ ବୃଦ୍ଧ ହୋଇସାରିଛନ୍ତି ସେମାନେ ବାହାରକୁ ଯାଇପାରିବେ। ସେଥିପାଇଁ ସେ ଯୋଜନା କରିଛନ୍ତି ବୃଦ୍ଧମାନେ ଓଡ଼ିଶାରେ ଗଭର୍ଣ୍ଣମେଣ୍ଟ ଚାକିରି କରିବେ। କାହିଁକି ମୋ କଥା କହୁଛି, ଉପରେ ଗୋଟେ ସ୍କ୍ରିନଶଟ୍ ସେୟାର କରିଛି, ଯେଉଁଠି ଆପଣ ଦେଖିପାରୁଥିବେ 6387 ପାଖାପାଖି ନିଯୁକ୍ତି ହେବେ, ଶିକ୍ଷକ ନିଯୁକ୍ତି। ଯେଉଁମାନେ ଶିକ୍ଷାଦାନ ଅଲରେଡ଼ି କରିସାରିଛନ୍ତି, ଯେଉଁମାନଙ୍କ ପାଖରେ ପୁଞ୍ଜି ଅଛି, ଯେଉଁମାନେ ପେନସନ୍ ପାଉଛନ୍ତି, ସେଇମାନେ ତ ସେମାନଙ୍କର କୌଣସି ଆବଶ୍ୟକତା ନାହିଁ ବର୍ତ୍ତମାନ ନିଯୁକ୍ତିର, କିନ୍ତୁ ସେମାନଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତି ହେଉଛି ଗେଷ୍ଟ ଫ୍ୟାକଲ୍ଟି, ଅର୍ଥାତ୍ ଗୋଟେ କ୍ଲାସ୍ ୱାଇଜ୍ ଆପଣଙ୍କୁ ପେମେଣ୍ଟ କରାଯାଏ। 500 ଟଙ୍କା ହେଇଗଲା, 300 ଟଙ୍କା ହେଇଗଲା, 400 ଟଙ୍କା ହେଇଗଲା, ଗୋଟେ ଫିକ୍ସ ପ୍ରାଇସ୍ ରୁହେ। ତେବେ এই যে কন্ট্রাকচুয়াল রହୁଛି বেସିସ୍ରେ ରହୁଛି, କିଛି ଦିନ ଧରି ନିଅନ୍ତୁ 3 ମାସ ପାଇଁ ବା 5 ମାସ ପାଇଁ ବା 6 ମାସ ପାଇଁ ବା ବର୍ଷେ ପାଇଁ ଯାହା ମିଳୁଛି, ସେଠି ଯଦି ସେଇ 6387 ପିଲା ଯଦି ଯେଉଁମାନେ ଯୁବକ ଯୁବତୀ ବେକାର ଯୁବକ ଯୁବତୀମାନେ ଅଛନ୍ତି ସେମାନଙ୍କୁ ମିଳନ୍ତା କେତେ ଭଲ ହୁଅନ୍ତା। କାରଣ ସେମାନଙ୍କର ସ୍ୱପ୍ନ ଅଛି, ସେମାନଙ୍କର ଆବଶ୍ୟକତା ଅଛି, ଏମାନଙ୍କର ତ କୌଣସି ଆବଶ୍ୟକତା ନାହିଁ। ସେମାନେ ତ ନିଜେ ଚାହୁଁଥିବେ ଯେ ଆମ ପିଲାମାନେ ଚାକିରି କରନ୍ତୁ, ସେ ଚାହୁଁଥିବେ ଆମ ପୁଅ ଝିଅମାନେ ଯାଇକି ଚାକିରି କରନ୍ତୁ। କିନ୍ତୁ ଯେତେବେଳେ ସରକାରଙ୍କର ଏମିତି ଯୋଜନା ଆସିବ, ଚାହିଁବେ ଯେ ଯେଉଁମାନେ ଯୁବକ ଯୁବତୀ ଅଛନ୍ତି ବାହାରେ ଯାଇକି ଖଟନ୍ତି, ସେତେବେଳେ ତ ବାପ ଚାହିଁବେ ଯେତେବେଳେ ପୁଅ ଘରେ ବସିଛି, ବାପ ଚାହିଁବ ଯାଇକି ବାହାରେ ଖଟିବି। ଏଠି ଏମିତି ଯୋଜନା କରାହେଉଛି ଯେ ଘରେ ପୁଅ ବସି ରହୁ ଏବଂ ବାହାରେ ଯାଇ ବାପ ଖଟୁ, ବଦନାମ ହେବ ପୁଅ। ବାସ୍ ଇଏ ହେଉଛି ସରକାରଙ୍କର ନୂଆ ଯୋଜନା। ତ ଆପଣ କେମିତି ଲାଗୁଛି ଯୋଜନା ନିଶ୍ଚିତ ଜଣାଇବେ। ଆପଣ ମତାମତ ଅପେକ୍ଷା ରହିଲେ।